ଆଜିର ପ୍ରଥମ ଖବର, 100 ମାର୍ରୁ ମାତ୍ର 1 ମାର୍କ ରଖିଲେ ଏଲ୍ଟିଆର୍ ହିନ୍ଦୀ ଶିକ୍ଷକ ଚାକିରି ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ। ଆସନ୍ତୁ ଜାଣିବା ପୂରା ଖବର। ଲିଭ୍ ଟ୍ରେନିଂ ରିଜର୍ଭ ଏଲ୍ଟିଆର୍ ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକାଶିତ ପ୍ରିଲିମିନାରୀ ପରୀକ୍ଷା ଫଳରେ ବିଭିନ୍ନ ବର୍ଗ ପାଇଁ ଧାର୍ଯ୍ୟ ହୋଇଥିବା କଟ୍ଅଫ୍ ମାର୍କକୁ ନେଇ ବ୍ୟାପକ ଆଲୋଚନା ଓ ଅସନ୍ତୋଷ ଦେଖାଦେଇଛି। ଗତ ମାସ 16 ତାରିଖରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାର ଫଳାଫଳ ସୋମବାର ଦିନ ପ୍ରକାଶ ପାଇଛି। 100 ମାର୍ରୁ ଅନୁସୂଚିତ ଜାତି ଏସ୍ସି ବର୍ଗ ପାଇଁ କଟ୍ଅଫ୍ ମାର୍କ ମାତ୍ର 1 ମାର୍କ ଧାର୍ଯ୍ୟ କରାଯାଇଛି, ଯାହାକି ସର୍ବନିମ୍ନ ମାର୍କ ରଖିଥିବା ପ୍ରାର୍ଥୀଙ୍କ ମଧ୍ୟ ମୁଖ୍ୟ ପରୀକ୍ଷା ପାଇଁ ଯୋଗ୍ୟ କରିଛି। ସେହିପରି ଏସ୍ସି ମହିଳାଙ୍କ ପାଇଁ କଟ୍ଅଫ୍ 2.5 ମାର୍କ ରହିଛି। ଅନୁସୂଚିତ ଜନଜାତି ଏସ୍ଟି ବର୍ଗ ପାଇଁ କଟ୍ଅଫ୍ 2.75 ମାର୍କ ଏବଂ ଏସ୍ଟି ମହିଳାଙ୍କ ପାଇଁ 3 ମାର୍କ ରଖାଯାଇଛି। ଅନ୍ୟପଟେ ଏସ୍ସିବିସି ବର୍ଗ ପାଇଁ କଟ୍ଅଫ୍ 23.5, ସାଧାରଣ ବର୍ଗ ପାଇଁ 29 ଏବଂ ପୂର୍ବତନ ଚାକିରିଆ ବର୍ଗ ପାଇଁ 30 ମାର୍କ ରହିଛି। ଶିକ୍ଷା ବିଶେଷଜ୍ଞ ଏବଂ ଚାକିରି ଆଶାୟୀମାନେ ପ୍ରଶ୍ନ ଉଠାଇଛନ୍ତି ଯେ ଉଚ୍ଚ ଶିକ୍ଷାଗତ ମାନ ବଜାୟ ରଖିବାକୁ ଥିବା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଏତେ କମ୍ ମାର୍କ ରହିଥିବା ପ୍ରାର୍ଥୀଙ୍କୁ କିପରି ପରବର୍ତ୍ତୀ ପର୍ଯ୍ୟାୟକୁ ଯିବାକୁ ଅନୁମତି ଦିଆଯାଉଛି। ଏହିପରି କଟ୍ଅଫ୍ ପଛରେ କାରଣ ଜଣାପଡ଼ି ନଥିବା ବେଳେ ଏହାକୁ ନେଇ ଆଶାୟୀମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ସମାଲୋଚନା ବଢ଼ିବାରେ ଲାଗିଛି। ପରବର୍ତ୍ତୀ ଖବର, ମନ୍ତ୍ରୀ ଜଗିବେ ଧାନମଣ୍ଡି। ଆସନ୍ତୁ ଜାଣିବା ପୂରା ଖବର। ରାଜ୍ୟରେ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଧାନମଣ୍ଡି ଉପରେ କଡ଼ା ନଜର ରଖିବା ପାଇଁ ଖୋଦ୍ ମନ୍ତ୍ରୀମାନେ ଦାୟିତ୍ୱ ନେବେ। ମୁଖ୍ୟମନ୍ତ୍ରୀ ବିଭିନ୍ନ ମନ୍ତ୍ରୀଙ୍କୁ ଜିଲ୍ଲାୱାରୀ ଦାୟିତ୍ୱ ବଣ୍ଟନ କରିଛନ୍ତି। ଏନେଇ ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି। ଧାନ ସଂଗ୍ରହ ସମୟରେ ବିଭାଗୀୟ ସମନ୍ୱୟ ରକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀ ଉପକମିଟି ଗଠନ କରାଯାଇଛି। ମଣ୍ଡିରେ ଯେପରି କୌଣସି ଅନିୟମିତତା ନ ହୁଏ ଏବଂ ପଡ଼ୋଶୀ ରାଜ୍ୟରୁ ବେଆଇନ ଭାବେ ଧାନ ଓଡ଼ିଶା ମଣ୍ଡିକୁ ପ୍ରବେଶ ନ କରେ, ସେଥିପାଇଁ ସୀମାନ୍ତରେ ସିସିଟିଭି କ୍ୟାମେରା ଲଗାଯିବ ସହ କଡ଼ା ପ୍ରହରା ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ମଣ୍ଡିରେ ସିସିଟିଭି ଏବଂ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି। ଯଦି କୌଣସି ସରକାରୀ ଅଧିକାରୀ ଦୁର୍ନୀତିରେ ସମ୍ପୃକ୍ତ ଥିବେ ପ୍ରମାଣ ମିଳେ, ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଚଳିତ ବର୍ଷ 19.68 ଲକ୍ଷ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି। ସରକାର ପ୍ରତିଶ୍ରୁତି ମୁତାବକ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା 3100 ଟଙ୍କା ପ୍ରଦାନ କରିଛନ୍ତି। ମଣ୍ଡିରେ କଟନୀ ଛଟନୀ ସମସ୍ୟାକୁ ଦୂର କରିବା ପାଇଁ ଆଧୁନିକ ମାନ ପରୀକ୍ଷା ଯନ୍ତ୍ର, 140ଟି ଭ୍ରାମ୍ୟମାଣ ଧାନ ସଫେଇ ଯନ୍ତ୍ର ଏବଂ 303ଟି ଏଆଇ ବେସଡ୍ ଅନଲାଇନ୍ ଯୋଗାଇ ଦିଆଯାଇଛି। କ୍ଷୁଦ୍ର ଚାଷୀ ଓ ଭାଗ ଚାଷୀଙ୍କ ଠାରୁ ଧାନ କିଣିବାକୁ ଅଗ୍ରାଧିକାର ଦିଆଯିବ। ଅଦିନିଆ ବର୍ଷା ଯୋଗୁଁ କିଛି ସ୍ଥାନରେ ଧାନ ସଂଗ୍ରହ ବିଳମ୍ବିତ ହୋଇଛି। ତେବେ ଯଦି କୌଣସି ଚାଷୀ ନିର୍ଦ୍ଧାରିତ ଟୋକେନ୍ ଅବଧି ମଧ୍ୟରେ ଧାନ ବିକ୍ରି କରିପାରିବେ ନାହିଁ, ତେବେ ଜିଲ୍ଲାପାଳମାନଙ୍କୁ ସେହି ସମୟସୀମାକୁ ଆଉ 15 ଦିନ ବୃଦ୍ଧି କରିବାକୁ କ୍ଷମତା ଦିଆଯାଇଛି। ପରବର୍ତ୍ତୀ ଖବର, କୋହଲିଙ୍କ ଦମଦାର ଶତକ। ଆସନ୍ତୁ ଜାଣିବା ପୂରା ଖବର। ରାଞ୍ଚି ପରେ ରାୟପୁରରେ ଗର୍ଜିଲା କିଙ୍ଗ କୋହଲିଙ୍କ ବ୍ୟାଟ୍। ରାୟପୁରରେ କୋହଲିଙ୍କ ଦମଦାର ଶତକ। ମାତ୍ର 90 ବଲ୍ରେ ଶତକ ହାସଲ କରିଛନ୍ତି କୋହଲି। ତାଙ୍କର ଏହି ଶତକୀୟ ଇନିଂସରେ 7ଟି ଚୌକା ଓ 2ଟି ଛକା ରହିଛି। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ବି ଶତକ ହାସଲ କରିଥିଲେ କୋହଲି। ଏହି ସିରିଜରେ ତାଙ୍କର ଏହା ଦ୍ୱିତୀୟ ଶତକ। କିଙ୍ଗ କୋହଲିଙ୍କ ଅବସର ନେଇ ଚର୍ଚ୍ଚା ବେଶ୍ ଜୋର ଧରିଥିବା ବେଳେ ତାଙ୍କର ଫର୍ମ ସମାଲୋଚକଙ୍କ ମୁହଁକୁ ବନ୍ଦ କରିଦେଇଛି। କୋହଲି ସମ୍ପୂର୍ଣ୍ଣ ଫିଟ୍ ଥିବା ଫିଲ୍ଡରେ ଦେଖିବାକୁ ମିଳିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ କୋହଲି ନିଜ କ୍ରିକେଟିଂ କ୍ୟାରିୟରରେ 52ତମ ଶତକ ହାସଲ କରିଥିଲେ। 102 ବଲ୍ରେ 7ଟି ଚୌକା ଓ 5ଟି ଛକା ବଳରେ ଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ହାସଲ କରିଛନ୍ତି। ପରବର୍ତ୍ତୀ ଖବର, ଫେବୃଆରୀ 18ରୁ ଯୁକ୍ତ 2 ପରୀକ୍ଷା। ଆସନ୍ତୁ ଜାଣିବା ପୂରା ଖବର। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ବାର୍ଷିକ ପରୀକ୍ଷା 2026 ଫେବୃଆରୀ 18 ତାରିଖ ଠାରୁ ଆରମ୍ଭ ହେବ।
ଏହି ପରୀକ୍ଷା ମାର୍ଚ୍ଚ 21 ତାରିଖରେ ଶେଷ ହେବ। ପରୀକ୍ଷା ଆରମ୍ଭ ହେବାଠାରୁ ଶେଷ ହେବା ପାଇଁ 22 ଦିନ ଲାଗିବ। ସୂଚୀ ଅନୁସାରେ ବାର୍ଷିକ ପରୀକ୍ଷା ସକାଳ 10ଟାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଜାରି ରହିବ। ଆସନ୍ତା 15 ତାରିଖ ଠାରୁ ଛାତ୍ରଛାତ୍ରୀଙ୍କ ପାଇଁ ଆଡମିଟ୍ କାର୍ଡ଼ ଜାରି କରାଯିବ। ସେହିପରି ପ୍ରାକ୍ଟିକାଲ ପରୀକ୍ଷାରେ ଜାନୁଆରୀ 2 ତାରିଖ ଠାରୁ ଆରମ୍ଭ କରାଯାଇ 15 ତାରିଖ ପର୍ଯ୍ୟନ୍ତ ଶେଷ କରାଯିବ। ଗତ ବର୍ଷ ଗୁଡ଼ିକରେ ଯେମିତି ପରୀକ୍ଷା ଦେଉଥିଲେ ଚଳିତ ବର୍ଷ ମଧ୍ୟ ସେହିଭଳି ପଦକ୍ଷେପ ନିଆଯାଇଛି। ଗତ ଥର ପରୀକ୍ଷା କ୍ଷେତ୍ରରେ ଆମେ ସ୍ୱଚ୍ଛତା ଆଣିପାରିଥିଲୁ। ପୂର୍ବରୁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ସ୍କ୍ୱାଡ୍ ରହୁଥିଲେ, ଏଥର ତାହାକୁ 2ଟି କରାଯାଇଛି। ପରବର୍ତ୍ତୀ ଖବର, ଚାଷୀଙ୍କୁ ସ୍ୱପ୍ନ ଦେଖାଇଲେ ସରକାର, 12,000 ଡେଇଁବ ମାସିକ ଆୟ। ଆସନ୍ତୁ ଜାଣିବା ପୂରା ଖବର। ଚାଷୀଙ୍କ ମାସିକ ଆୟ 12,000 ଟପିବ, ହେଲେ ଏବେ ନୁହେଁ। ଏଥିପାଇଁ 2036 କଣ୍ଠ ରଖିଛନ୍ତି ସରକାର। ହେଲେ ବିରୋଧୀ କହିଛନ୍ତି 2036ରେ 12,000 ଟଙ୍କାରେ ଚାଷୀ କରିବ କ'ଣ? ବିକଶିତ ଓଡ଼ିଶାରେ ପରିକଳ୍ପନା ଭିତରେ ଚାଷୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର। ମାସିକ ଆୟ 2 ଗୁଣାରୁ ଅଧିକ କରିବାକୁ ଅଙ୍କାଯାଇଛି ନକ୍ସା। 2036 ସୁଦ୍ଧା ଚାଷୀଙ୍କ ମାସିକ ଆୟ 12,000କୁ ବୃଦ୍ଧି ପାଇବ। ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହରେ ଏହିଭଳି ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ଯାହାକୁ ନେଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ। ବିଜେଡି କହିଛି 2036 ବେଳକୁ 12,000 ଟଙ୍କାର ମୂଲ୍ୟ କ'ଣ ଥିବ? ଚାଷୀଙ୍କ ଆୟ ବୃଦ୍ଧି ପାଇଁ 2036 ଯାଏଁ କାହିଁକି ଅପେକ୍ଷା କରିବ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ। ବିଜେପିର ଯୁକ୍ତି, ଧାନ ବିକି ଚାଷୀଙ୍କ ଆୟରେ ବୃଦ୍ଧି ହୋଇଛି। ସର୍ବାଧିକ ଆୟ କରୁଥିବା ଚାଷୀଙ୍କ ତାଲିକାର ତଳ ଆଡ଼ୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ଏହି ତଥ୍ୟ ହିଁ ସୂଚାଉଛି କେତେ କଷ୍ଟରେ ଜୀବନ ଜିଉଛନ୍ତି ଓଡ଼ିଶାର ଚାଷୀ। ଅନ୍ୟପଟେ ସରକାର ଚାଷୀଙ୍କୁ ନେଇ ସଫଳତାର ଫର୍ଦ୍ଦ ଓଲଟାଉଛନ୍ତି। ନୂଆ ସରକାର ଜଣେ ବି ଚାଷୀ ଋଣଭାର କିମ୍ବା ଚାପଗ୍ରସ୍ତ ହୋଇ ଜୀବନ ହାରିନଥିବା କହିଛନ୍ତି ମନ୍ତ୍ରୀ। ଶାସକ ବିରୋଧୀଙ୍କ ତର୍କ ଭିତର ପ୍ରଶ୍ନ ଉଠୁଛି, 12,000 ଟଙ୍କାରେ କ'ଣ ଚାଷୀ ନିଜର କରିପାରିବ, ପୋଷି ପାରିବ? 2 ଗୁଣା କାହିଁକି ଚାଷୀଙ୍କ ଆୟ ବହୁଗୁଣା କାହିଁକି ହେବନି?